ବହୁଦିନ ପୂର୍ବେ ମଧୁପୁର ନାଁରେ ଗୋଟେ ଗାଁ ଥିଲା। ଆଉ ସେଇ ଗାଁରେ ଶାନ୍ତି ଚଢ଼େଇ ନିଜ ସ୍ୱାମୀ ରାକେଶ ଆଉ ପୁଅ ପିଣ୍ଟୁ ସହିତ ରହୁଥିଲା। ଆଚ୍ଛା ଶାନ୍ତି, ମୁଁ ସେଦିନ ଯେଉଁ ରାଜୁ ବାହାଘରକୁ ଯାଇଥିଲି ନା, ସେଇଠି ଗୋଟେ ଝିଅ ଆସିଥିଲା। ନା ତାର ସାବିତ୍ରୀ। ଦେଖିବାକୁ ଯେମିତି ସୁନ୍ଦର ନା, ସେମିତି ତାର ବ୍ୟବହାର ବି। ମୁଁ କଣ କହୁଥିଲି କି, ଆମ ପିଣ୍ଟୁର ତ ବାହାଘର ବୟସ ହେଇଗଲାଣି। ଆଉ କେତେ ଦିନ ଆମେ ଜଗିବା? ଯଦି ଆମେ ସାବିତ୍ରୀ ସହିତ ପିଣ୍ଟୁର ବାହାଘର କରେଇ ଦିଅନ୍ତୁ ନା, ବହୁତ ଭଲ ହୁଅନ୍ତା। ପୁରା ଠିକ କଥା କହିଛ। ମୋର ହେଲେ ଆଉ କାମ କରିବାକୁ କେଉଁ ବୟସ ଅଛି ଯେ ମୁଁ ଆଉ କାମ ଧନ୍ଦା କରିପାରିବିନି। ଯେତେ ଜଲ୍ଦି ପିଣ୍ଟୁର ବାହାଘର ସାରିଦେବା ନା, ସେତିକି ଭଲ ହବ। ତମେ ଆଜି ହିଁ ଯାଇ ପିଣ୍ଟୁର ବାହାଘର ପ୍ରସ୍ତାବ ଦେଇ ଆସ। ସାବିତ୍ରୀ ଆଉ ପିଣ୍ଟୁର ବାହାଘର ବହୁତ ଧୁମଧାମରେ ହୁଏ। ବାହାଘର ପରେ ସକାଳେ ବିଦାୟ ସମୟ ଆସି ପହଞ୍ଚିଯାଏ। ସମୁଦୁଣୀ, ମୋ ଝିଅ ସାବିତ୍ରୀ ହେଲା ମା ଛେଉଣ୍ଡ ଝିଅ। ଦୟାକରି ତାକୁ ଆପଣ ମା ପରି ରଖିବେ। ମା ନାହିଁ କହି ମୋ ଛୁଆ ଏତେ କାମଧନ୍ଦା ଜାଣିନି। ଆପଣ ଶାଶୁଘର ଗଲା ପରେ ମା ହେଇ ତାକୁ ସବୁ ଜିନିଷ ଶିଖେଇବେ। ଦେଖିବେ ମୋ ଝିଅ ବହୁତ ଭଲ, ସେ ସବୁ କିଛି ଶିଖିଯିବ। ଛି ଛି ସମୁଦି, କି କଥା କହୁଛନ୍ତି? ମୁଁ ଯଦି ସାବିତ୍ରୀକୁ ନଉଛି ନା, ସେ ମୋର ବହୁ କମ ଝିଅ ଅଧିକା ହେଇ ରହିବ। ଆପଣ ସେଥିପାଇଁ ନିଶ୍ଚିନ୍ତ ରୁହନ୍ତୁ। ଆପଣ ତ ଜାଣିଛନ୍ତି ମୋର ଖାଲି ଗୋଟିଏ ପୁଅ। ଆପଣଙ୍କ ଝିଅ ମୋ ଘରେ ବହୁତ ସୁଖରେ ରହିବ। ଆପଣ ସେଥିପାଇଁ ନିଶ୍ଚିନ୍ତ ହେଇଯାଆନ୍ତୁ। ଆମକୁ ଛାଡି କେବେ ହେଲେ କୁଆଡେ ଯାଇନି। ଆଜି ଶାଶୁଘରକୁ ଯେତେବେଳେ ଯାଉଛି, ମତେ ତମ ପାଇଁ ବହୁତ ଚିନ୍ତା ଲାଗୁଛି। ତମେ ଘରେ ଏକୁଟିଆ କେମିତି ରହିବ? କେମିତି ରନ୍ଧା ବଢା କରି ଖିଆପିଆ କରିବ? ବାପା, ମତେ ବହୁତ ଚିନ୍ତା ହଉଛି। ସାବିତ୍ରୀ, ତମେ ଜମାରୁ କାନ୍ଦନି। ଆଜି ଯେତେବେଳେ ମୁଁ ତମର ହାତ ଧରି ନେଉଛି, ମୁଁ ତମ ବାପାଙ୍କର ଜ୍ୱାଇଁ ନୁହଁ। ମୁଁ ତମ ବାପାଙ୍କର ସବୁଦିନ ପୁଅ ହିଁ ଯତ୍ନ ନେବି। ଆମେ ମଝିରେ ମଝିରେ ବାପାଙ୍କୁ ଦେଖିବାକୁ ଆସିବା। ଜ୍ୱାଇଁ ପୁଅ, ମୁଁ ତମକୁ ମୋ ଝିଅ ଦେଲି। ତାର ଦୁଃଖ ସୁଖ କଥା ସବୁ ତମେ ବୁଝିବ। ମୁଁ ତ ବୁଢା ହେଲିଣି, ମୋର କଣ ଅଛି? ମୁଁ ଏକୁଟିଆ ଯେମିତି ହେଲେ ରହିଯିବି। ହେଲେ ତମେ ଦି ଜଣ ସୁଖରେ ରୁହ। ବାହାଘର ପରେ ସାବିତ୍ରୀ ବିଦାୟ ନେଇ ଶ୍ୱଶୁର ଘରକୁ ଚାଲିଯାଏ। ଶ୍ୱଶୁର ଘରେ ସେ କିଛି ଦିନ ଭିତରେ ସବୁ କିଛି କାମ ଶିଖିଯାଏ। ଗୋଟେ ଦିନ ଶାଶୁ ବୋହୂ ଖାଇବାକୁ ବସିଥାନ୍ତି। ବହୁ ମା, ତୁ ତ ବହୁତ କମ ଦିନ ଭିତରେ ସବୁ କିଛି କାମ ଧନ୍ଦା ଶିଖିଗଲୁ। ହେଲେ ମା, ତୁ ମୁଠେ ମୁଠେ ଭାତ କାହିଁକି ଖାଉଛୁ? ଭଲ କି ଟିକେ ଖିଆ ପିଆ କରେ। ନହେଲେ ତୋ ବାପା ଦେଖିଲେ ପୁଣି କହିବେ ମୋ ଝିଅକୁ ଖାଇବାକୁ ଦେଉନାହାନ୍ତି। ତୁ ଭଲ କି ମା ଟିକେ ଖିଆ ପିଆ କର। ମୋର ସବୁଦିନ ଟିକେ କମ ଖାଇବା ଅଭ୍ୟାସ, ସେଇଥିପାଇଁ ମୁଁ ଅଳ୍ପ ଟିକେ ଲେଖାଏଁ ଖାଏ। ଶାଶୁଙ୍କ ପାଖରୁ ଏମିତି କଥା ଶୁଣି ଏଥର ସାବିତ୍ରୀ ବହୁତ ଅଧିକା ଖାଇବାକୁ ଲାଗେ। ଗୋଟେ ଦିନ ସାବିତ୍ରୀର ସ୍ୱାମୀ ପିଣ୍ଟୁ କିଛି ଫଳ ନେଇ ଦୋକାନରୁ ଆସିଥାନ୍ତି। ସାବିତ୍ରୀ ନିଜ ମନପସନ୍ଦର ଫଳ ଦେଖି ଆଉ ଜମାରୁ ଡବା ସମ୍ଭାଳି ପାରେନି। ସେ ଖାଉ ଖାଉ ସବୁ ଫଳତକ ଖାଇଦିଏ। ଆଚ୍ଛା ବହୁମା, ପିଣ୍ଟୁ ବୋଧେ ଆଜି ଫଳ ଆଣିଥିଲା। କାଇଁ କେଉଠି ତ ମତେ ଫଳ ଦେଖାଯାଉନି। ହଁ ମା, ମୁଁ ତ ଶୁଣିଥିଲି ସେ ଫଳ ଆଣିଛନ୍ତି କହି କହୁଥିଲେ। ଭାବିଲି ଆପଣ ବୋଧେ କେଉଠି ଲୁଚେଇ ଦେଇଥିବେ। ଆରେ ଛି ଛି ଛି, ମୁଁ କାଇଁ ଫଳ ଗୁଡା ଲୁଚେଇବି? ମୁଁ ତ ଫଳ ଦେଖିବାକୁ ବି ପାଇନି। ସେଇଥିପାଇଁ ପରା ତତେ ପଚାରୁଥିଲି। ଆଉ ଠିକ ଅଛି, ଯଦି କୋଉଠି ଆଣିଥିବ ଦେଖିବା। ସାବିତ୍ରୀର ଶାଶୁ ଶାନ୍ତି ଦେବୀ ବହୁତ ଭଲ ରୋଷେଇ କରନ୍ତି। ଗୋଟେ ଦିନ ସେ ବିରିୟାନୀ ବନଉଥାନ୍ତି। ଚିକେନ ବିରିୟାନୀର ବାସ୍ନା ସେପଟେ ଯାଇ ସାବିତ୍ରୀ ନାକରେ ବାଜିଲା। ଆହା, କି ସୁନ୍ଦର ବାସ୍ନା ଆସୁଛି। ମତେ ଲାଗୁଛି ଆଜି ବୋଧେ ଶାଶୁ ମା
ଚିକେନ ବିରିୟାନୀ ବନଉଛନ୍ତି। ଯାହା ବି ହଉ ଆଜି ତ ସବୁ ତକ ଚିକେନ ବିରିୟାନୀ ମୁଁ ହିଁ ଖାଇବି। ସେପଟେ ଶାନ୍ତି ଦେବୀ ତାଙ୍କର ବିରିୟାନୀ ବନେଇ ସାରି ଚୁଲିରୁ ଓହ୍ଲେଇ ଭଲ ଭାବରେ ଘୋଡ଼େଇକି ରଖିଦିଅନ୍ତି। ତାପରେ ରୁମ୍ରୁ ବାହାରି ଚାଲିଯାଆନ୍ତି। ଠିକ୍ ତା ପରେ ପରେ ସାବିତ୍ରୀ ଆସି ରୋଷେଇ ଘରେ ପହଞ୍ଚିଯାଏ। ବିରିୟାନୀ ତକ ସାବିତ୍ରୀ ହାଣ୍ଡିରୁ କାଢ଼ି ଗୋଟେ ଥାଳିରେ ରଖେ। ଆରେ ବାଃ, ଏତେ ସୁନ୍ଦର ବିରିୟାନୀ ହେଇଛି। ମୁଁ ତ ସବୁ ଯାକ ଥାଳିରେ କାଢିନେଲି। ଏବେ ତ ହାଣ୍ଡି ଫାଙ୍କା ହେଇଗଲା। ଶାଶୁ ମା ଆସିଲେ ତ ମତେ ପଚାରିବେ ପୁଣି ବିରିୟାନୀ କୁଆଡେ ଗଲା। ମତେ ତ କିଛି ଗୋଟେ ଉପାୟ କରିବାକୁ ପଡିବ। ସାବିତ୍ରୀ ଏମିତି ଚିନ୍ତା କରି ଝରକା ବାହାରକୁ ଅନାଏ। ଦେଖେ ତ ଗୋଟେ ବିଲେଇ ଝରକା ବାହାରେ ଦୌଡୁଛି। ସେ ବିରିୟାନୀ ତକକୁ ନେଇ ନିଜ ରୁମ୍ରେ ଲୁଚେଇ ଦିଏ। ତାପରେ ଯାଇ ଘର ବାହାରେ ଠିଆ ହେଇଯାଏ। ଏତିକି ବେଳେ ଶାଶୁ ଆସି ପହଞ୍ଚି ଯାଆନ୍ତି। ଶାଶୁ ବୋହୂ ଦୁହେଁ ଘର ଭିତରକୁ ଆସି ଦେଖନ୍ତି ତ ଗୋଟେ ବିଲେଇ ଅଛି। ଆଉ ବିଲେଇ ଏ ଦି ଜଣଙ୍କୁ ଦେଖି ଘରୁ ଦୌଡ଼ି ପଳେଇଯାଏ। ହେ ପ୍ରଭୁ, ସର୍ବନାଶ ହେଇଗଲା, ସର୍ବନାଶ। ଏତେ କଷ୍ଟରେ ମୁଁ ଚିକେନ ବିରିୟାନୀଟା ଭଲ କି ବନେଇଥିଲି। ଦେଖିଲା ବେଳେ ଏ ପଣାମୁଣି ବିଲେଇ କୁଆଡୁ ଘରେ ପଶିଲା। ସବୁ ତକ ଗିଳି ଦେଇ ଚାଲିଗଲା। ଆଜି ରାତିରେ ଆଉ କଣ ଖାଇବୁ? ଆଲୋ ଏ ବୋହୁ, ତୁ କୁଆଡେ ଯାଇଥିଲୁ କି? ଏଇ ବିଲେଇ ଦେଖୁନୁ ଆମର ସବୁ ବିରିୟାନୀ ଖାଇଦେଲା। ଆଜି ରାତିରେ ଆଉ କଣ ଖାଇବା? ବାହାରକୁ ଯାଇଥିଲି, ଆପଣଙ୍କ ସାଙ୍ଗରେ ମୁଁ ଘର ଭିତରକୁ ଆସିଲି। କେଜାଣି କୁଆଡୁ ଏ ବିଲେଇ ଆସିଲା, ସବୁ ବିରିୟାନୀ ଖାଇଦେଲା। ଦେଖୁ ଦେଖୁ ସେପଟେ ରାତି ମାଡ଼ି ଆସେ। ଆଉ ସମସ୍ତେ ନିଜ ନିଜ ରୁମ୍ରେ ଯାଇ ଶୋଇ ପଡ଼ନ୍ତି। ଯେମିତି ରାତି ଅଧ ହେଇଛି ସେମିତି ସାବିତ୍ରୀର ଆଖି ଖୋଲିଯାଏ। ସେ ଉଠି ବସେ। ତାପରେ ସିଧା ବିରିୟାନୀ ଲୁଚେଇଥିବା ରୁମ୍କୁ ଚାଲିଯାଏ। ଯାଇ ବିରିୟାନୀ ଖାଇବାକୁ ଆରମ୍ଭ କରେ। ହେଲେ ଖାଉ ଖାଉ ତାକୁ କାଶ ହେବାକୁ ଲାଗେ। ସେଇଥିପାଇଁ ସାବିତ୍ରୀ ପାଣି ଗିଲାସଟା ଉଠେଇ ପାଣି ପିଇବା ସମୟରେ ପାଣି ଗିଲାସଟା ତଳେ ପଡ଼ିଯାଏ। ସେପଟେ ଗ୍ଲାସ୍ ପଡ଼ିବା ଯୋଗୁଁ ଶାନ୍ତିର ନିଦ ଭାଙ୍ଗିଯାଏ। ସେ ସିଧା ଗ୍ଲାସ୍ ପଡ଼ିଥିବା ରୁମ୍କୁ ବାହାରିକି ଚାଲିଯାଏ। ଯାଇ ଦେଖନ୍ତି ତ ନିଜ ବୋହୂ ଗୋଟେ ହାତରେ ଚିକେନ ବିରିୟାନୀ ଧରି ଠିଆ ହେଇଛି। ଆଲୋ ବୋହୁ, ବିଲେଇ ପରା ସବୁ ବିରିୟାନୀ ଖାଇ ଯାଇଥିଲା। ହେଲେ ତୋ ହାତରେ ଏତେ ବଡ ଥାଳି ଓ ସବୁ ଯାକ ବିରିୟାନୀ ତ ତୋରି ଥାଳିରେ ଅଛି। ସତ ସତ କହ, ଘଟଣା କଣ? ଶାଶୁମା, କଥା ଏଇଆ ଯେ ମୁଁ ନା ଅଳ୍ପ ଖାଇନି, ମୁଁ ବହୁତ ଖାଏ। ଆଉ ମତେ ଏସବୁ କଥା କହିବାକୁ ନା ବହୁତ ଲାଜ ମାରୁଥିଲା। ସେଇଥିପାଇଁ ମୁଁ ଏମିତି ଲୁଚେଇକି ଖାଇଦଉଥିଲି। ଆଉ ସେଦିନ ବି ତ ଆପଣ ଯୋଉ 2 କେଜି ମାଛ ଆସିଥିଲା, ଆମ ମାନଙ୍କୁ ଖାଲି 2 ପିସ୍ ଦେଇ ଆପଣ ବାକି ତକ ତ ନିଜ ରୁମ୍ରେ ପୁଣି ଲୁଚେଇକି ରଖିଥିଲେ ନା। ମୁଁ ସବୁ ଦେଖିଛି। ହଉ ହଉ ହେଲା, ଠିକ ଅଛି। ତୁ ତେବେ ମତେ ଦେଖିଦେଇଥିଲୁ। ହଉ ହେଲା, ହେଲେ ମନେ ରଖ, ତୁ ମୋ କଥା କାହାକୁ କହିବୁନି କି ମୁଁ ତୋ କଥା ବି କାହାକୁ କହିବିନି। ଶାନ୍ତି ଆଉ ସାବିତ୍ରୀ ଏମିତି କଥା ହେଉଥିବା ସମୟରେ ସେଠି ଆସି ସାବିତ୍ରୀର ଶ୍ୱଶୁର ଆଉ ସ୍ୱାମୀ ଆସି ପହଞ୍ଚି ଯାଇଥାନ୍ତି। ଏଇ ଦେଖ ପିଣ୍ଟୁ, ଘର କଳିଯୁଗ। ଯେମିତି ଶାଶୁକୁ ସେମିତି ବୋହୂ। ନା କଣ କହୁଛୁ? ତମେ ଦି ଜଣ ଯେତେ ଖାଇବାକୁ ଚାହୁଁଛ ଆଉ, ହେଲେ ଦୟାକରି ଏମିତି ଲୁଚେଇ ଛପେଇ ଖାଅନି। ଶାନ୍ତି ଦେବୀଙ୍କ ଥିଲେ 2 ପୁଅ। ବଡ଼ ପୁଅ ଚିଣ୍ଟୁ ଆଉ ସାନ ପୁଅ ପିଣ୍ଟୁ। 2 ପୁଅଙ୍କର ବାହାଘର ହେଇସାରିଥାଏ। ସାନ ବୋହୂ ରାନୀ ଥିଲା ବହୁତ କାମିକା। କିନ୍ତୁ ଶାଶୁ ଶାନ୍ତି ଦେବୀଙ୍କୁ ଜମାରୁ ରାନୀ ପସନ୍ଦ ନଥିଲା। କାହିଁକି ନା ବହୁତ ଦିନ ହେବ ତାର ପିଲାପିଲି ହେଇନଥିଲେ। ଏମିତି ଗୋଟେ ଦିନ ଶାଶୁଙ୍କ ଡାକ ଶୁଣି ରାନୀ ଯାଇ ଶାଶୁ ପାଖରେ ପହଞ୍ଚିଯାଏ। ଏ ପଣାମୁଣି ବାଞ୍ଜି, କେତେବେଳେ ରୋଷେଇ କାମ ସାରିବୁ? ତତେ କଣ ଜଣା ନାହିଁ? ମୁଁ ସମୟରେ ଖାଇ କହିକି, ଛୁଆ ପିଲା ତ ନାହିଁ, ସମୟରେ ଟିକେ ରାନ୍ଧିକି ଖାଇବାକୁ ଗଣ୍ଡେ ଦେଇପାରୁନୁ।
ରୋଷେଇ ସାରିଦେଲିଣି, ହେଲେ ଆପଣ ମତେ ସବୁବେଳେ ଏମିତି କଥା କାହିଁକି କହୁଛନ୍ତି? ଯଦି ଭଗବାନ ମତେ ପିଲାଟିଏ ଦେଇନାହାନ୍ତି, ସେଥିରେ ମୋର ବା କଣ ଭୁଲ ରହିଛି? ସବୁବେଳେ ଆପଣ ମତେ ଏମିତି ହିଁ କଥା କହୁଛନ୍ତି, ଯେତେବେଳେ ଇଚ୍ଛା ବାଡଉଛନ୍ତି। ନାଇଁ ଲୋ ନାଇଁ, ତୁ ତ ମୋର ସୁନା ନାତି ବୋହୁଟା, ତତେ କଣ ମୁଁ ବାଡେଇବା କଥା? ତତେ ପରା ଧୂପ ଦୀପ ଦେଇ ଆରତି କରିବା କଥା। ମୁହଁକୁ ତୋର ଲାଜ ଲାଗୁନି? ଆଜି ଯାଏ ମୋର ବଂଶର କେହି ହେଲେ ଆସିଲେନି, ସେଥିରେ ପୁଣି କହୁଛୁ କଣ ମୁଁ ତୋ ଉପରେ ଅତ୍ୟାଚାର କରୁଛି? ଜଲ୍ଦି ସେ ଏଇଠୁ ବାହାରି ପଳେଇ ଯା। ଶାଶୁଙ୍କ ପାଖରୁ ଏମିତି କଥା ଶୁଣି ରାନୀ ମନ ଦୁଃଖରେ ସେଇଠୁ ବାହାରି ଚାଲିଯାଏ। ୟାର କିଛି ସମୟ ପରେ ବଡ଼ ବୋହୂ ଗୋଟେ ହସ୍ପିଟାଲର ରିପୋର୍ଟ କାର୍ଡ ଧରି ଆସି ଶାଶୁ ପାଖରେ ପହଞ୍ଚିଯାଏ। ଆରେ ବୋହୂ ମିତା, ଡାକ୍ତର କଣ କହିଲା? ତୋର କଣ ହେଇଛି? କିଛି ଖୁସି ଖବର ଅଛି କି ମା? ହଁ ମା, ଡାକ୍ତର କହିଲେ ମୁଁ ବହୁତ ଜଲ୍ଦି ମା ହବାକୁ ଯାଉଛି, ଆଉ ଆପଣ ଜେଜେମା ହେଇଯିବେ। ହେଲେ ଡାକ୍ତର କହିଛନ୍ତି ମତେ ଟିକେ ବିଶ୍ରାମ ନେବା ପାଇଁ, ଅଧିକ କାମ ଧନ୍ଦା କରିବାକୁ ମନା କରିଛନ୍ତି। ଆଲୋ ମା ମିତା, ତୁ କାହିଁକି କାମ ଧନ୍ଦା କରିବୁ ଯେ? ସେ ଚାକରାଣୀ ନାହିଁ କି ଘରେ? ସେ ତ କିଛି ଛୁଆ ପିଲା ନାହିଁ କି କିଛି ନାହିଁ, ବାଞ୍ଝଟା ହେଇ ରହିଛି। ସେ ହିଁ ସବୁ ଘରର କାମ ଧନ୍ଦା କରିବ। ତୁ ଖାଲି ବସି ଆରାମ କର, କାହିଁକି ନା ତୋ କଳରେ ଆମର ବଂଶ ବଢିବ। ୟାପରେ ରାନୀ ଘରର ସବୁ କାମ ଧନ୍ଦା ଚାକରାଣୀ ଭଳିଆ କରେ, ଆଉ ମିତା ଖାଲି ବସି ବସି ଖାଏ। ଏମିତି ଗୋଟେ ଦିନ ମିତାର ସ୍ୱାମୀ ଚିଣ୍ଟୁ ରାସ୍ତାରେ ଯାଉଥିବା ସମୟରେ କାର ଆକ୍ସିଡେଣ୍ଟରେ ମରିଯାଆନ୍ତି। ୟାପରେ ମିତା ଚିନ୍ତା କରେ ଯେ ସେ ଶ୍ୱଶୁର ଘର ଛାଡ଼ି ଚାଲିଯିବ। ଠିକ୍ ଏତିକି ବେଳେ ଶାଶୁ ଆସି ବଡ଼ ବୋହୂ ରୁମ୍ରେ ପହଞ୍ଚି ଯାଆନ୍ତି। ଆଲୋ ମୋ ଧନ, କୁଆଡେ ବାହାରିଲୁ ମା? ତୁ ଯଦି ଏ ଘର ଛାଡି ଚାଲିଯିବୁ, ମୁଁ ଆଉ କଣ ବଞ୍ଚି ପାରିବି? ତା ଆଗରୁ ତୁ ମତେ ମାରି ଦେଇଯା। ମୁଁ ଯାହାଙ୍କୁ ବାହା ହେଇ ଆସିଥିଲି, ଯାହା ସାଙ୍ଗରେ ସଂସାର କରିବି କହି ଭାବୁଥିଲି, ଯେତେବେଳେ ସେ ହିଁ ଏ ଘରେ ନାହାନ୍ତି, ମୋର ଏ ଘରେ ବା କଣ କାମ? ମୁଁ ଆଉ ଏଇଠି କେଉଁ ହିସାବରେ ରହିପାରିବି? ମୁଁ ଘରକୁ ଚାଲି ଯାଉଛି। ନା ନା ବୋହୂ, ତୁ ଏମିତି କଥା କହନି। ତୁ ହଉଛୁ ମୋର ବୋହୂ, ଆଉ ସେଇ ବୋହୂର ଅଧିକାରରେ ତୁ ଏ ଘରେ ରହିବୁ ଆଉ ମୋ ବଂଶ ବଢେଇବୁ। ଏହାପରେ ଶାନ୍ତି ଦେବୀ ନିଜ ପୁଅ ପିଣ୍ଟୁକୁ ବହୁତ ଜୋର ଜୋରରେ ଡାକିବାକୁ ଲାଗନ୍ତି, ଆଉ ପିଣ୍ଟୁ ମାଙ୍କ ଡାକ ଶୁଣି ଆସେ। ତା ପଛେ ପଛେ ତା ସ୍ତ୍ରୀ ରାନୀ ବି ଆସେ। ମା, କଣ ହେଲା? ଆଉ ଭାଉଜ ବେଗ ଧରି କୁଆଡେ ବାହାରିଲେ? ତୋ ଭାଇ ତ ଏ ଦୁନିଆ ଛାଡି ଚାଲିଗଲା, ଏ ଘର ଛାଡି ଚାଲିଗଲା। ଏବେ ଆଉ ସେ କାହା ପାଇଁ ଏଠି ରହିବ? ସେଇଥିପାଇଁ ସେ ତା ବାପ ଘରକୁ ଯିବାକୁ ବାହାରୁଛି। ହେଲେ ଶୁଣ ପିଣ୍ଟୁ, ତୁ ତୋ ଭାଉଜକୁ ବାହା ହ, ଆଉ ସେ ଅଲକ୍ଷଣୀକୁ ଛାଡିଦେ କହୁଛି। ଏମିତିରେ ବି ତ ବାଞ୍ଝଟା, ନା ଛୁଆ ଅଛି ନା ପିଲା ଅଛି, କିଛି ନାହିଁ। ତୁ ତ ଭାଉଜକୁ ବାହା ହ, ଆଉ ନୂଆ କରି ସଂସାର କର। ମା, ତମେ ଏ କଣ କଥା କହୁଛ? ମତେ ଲାଗୁଛି ତମେ ସବୁବେଳେ ଏଇ ଛୁଆ ପିଲା କଥା କହି କହି ତୁମର ମୁଣ୍ଡ ଖରାପ ହେଇଗଲାଣି। ସେ ପରା ମୋର ଭାଉଜ, ମୋ ମା ସମାନ। ସେ ହେଉଛନ୍ତି ମୋ ଭାଇର ସ୍ତ୍ରୀ, ଆଉ ମୁଁ ତାଙ୍କୁ କେମିତି ବିବାହ କରିବି? ତା ଉପରେ ପୁଣି ମୋ ନିଜର ସ୍ତ୍ରୀ ରହିଛି। ତମେ ମତେ ଏମିତି କଥା କେମିତି କହିପାରିଲ ମା? ତୁ ଯଦି ତୋ ଭାଉଜକୁ ବାହା ହବୁନି ନା, ମୁଁ କିରୋସିନି ଢାଳି ହେଇ ମରିଯିବି କହୁଛି। ମା, ଆପଣ ପରା ଗୋଟେ ମା, ଗୋଟେ ନାରୀ, ଆଉ ଆପଣ ଗୋଟେ ନାରୀ ହିଁ ଆଉ ଗୋଟେ ନାରୀର ଘର ଭାଙ୍ଗିବା କଥା କେମିତି ଭାବି ପାରୁଛନ୍ତି? ମା, ଆପଣ ଯେମିତି କହିବେ ମୁଁ ସେମିତି ଚଳିବି, କିଛି ହେଲେ ଉତ୍ତର ଫେରେଇବିନି। କିନ୍ତୁ ମୋ ଉପରେ ଦୟା କରନ୍ତୁ ମା, ମୋ ସ୍ୱାମୀକୁ ମୋ ଠାରୁ ଛଡେଇ ନିଅନ୍ତୁନି। ମୁଁ ମୋ ସ୍ୱାମୀ ଚାଲିଗଲେ ଆଉ କେମିତି ବଞ୍ଚିବି? ଆପଣ ଯଦି କହିବେ ମୁଁ ଚାକରାଣୀ ହେଇ ରହିବି, ଘରର କେଉଁ କଣରେ ବି ପଡି ରହିବି, କିନ୍ତୁ ମୋ ସ୍ୱାମୀକୁ ଦୟାକରି ମୋ ପାଖରୁ ଛଡାନ୍ତୁନି। ରାନୀର କଥାକୁ ଶାନ୍ତି ଦେବୀ ଜମାରୁ ଶୁଣନ୍ତିନି। ସେ ନିଜ କଥାରେ ଅଟଳ ରୁହନ୍ତି, ଆଉ ମନ୍ଦିରରେ ନେଇ ପିଣ୍ଟୁର ନିଜ ଭାଉଜ ସହିତ ଦ୍ୱିତୀୟ ବିବାହ କରେଇ ଦିଅନ୍ତି। ବାହାଘର ସରିବା ପରେ ରାନୀ ତା ରୁମ୍ରେ କାନ୍ଦି କାନ୍ଦି ବସିଥାଏ। ଏତିକି ବେଳେ ଶାଶୁ ଆସି ସେଇଠି ପହଞ୍ଚି ଯାଆନ୍ତି, ଆଉ କହିବାକୁ ଲାଗନ୍ତି। ଆଲୋ ଏ ପଡ଼ାମୁହିଁ,
ବିଛଣା ଉପରେ କଣ କରୁଛୁ? ତୁ କଣ ଭାବିଛୁ ଏମିତି କାନ୍ଦି କାନ୍ଦି ଦେଖେଇବେ ତରଳି ଯିବି? ବାହାର କହୁଛି, ବାହାର ଏ ରୁମରୁ। ଆଜିରୁ ତୁ ଏ ରୁମରେ ଆଉ କେବେ ହେଲେ ପାଦ ଦେବୁନି। ମୋର ଭୁଲ କଣ? ଆପଣ ତ ମୋ ସ୍ୱାମୀର ଦ୍ୱିତୀୟ ବିବାହ କରିଦେଲେ। ସେ ବି ମୁଁ ବଞ୍ଚି ଥାଉ ଥାଉ ଏବେ ମୁଁ କୁଆଡେ ଯିବି? ଏବେ କହୁଛନ୍ତି ରୁମରୁ ବି ବାହାରି ଯା କହି। ମୁଁ ଆଉ କୋଉଠି ରହିବି? ରାନୀ ଯେତିକି ଶାଶୁଙ୍କୁ କହିଲେ ବି ଶାଶୁ ଟିକେ ହେଲେ ରାନୀର କଥା ଶୁଣନ୍ତିନି। ୟା ପରେ ରାନୀକୁ ଜର କରି ତା ରୁମରୁ ହିଁ ବାହାରକୁ ବାହାର କରିଦିଅନ୍ତି। ରାନୀ ମନ ଦୁଃଖରେ କାନ୍ଦି କାନ୍ଦି ସେଠୁ ଚାଲିଯାଏ। ଏମିତି ଗୋଟେ ଦିନ ରାନୀ ପିଣ୍ଟୁଙ୍କୁ ଏକୁଟିଆ ଘର ବାହାରେ ପାଇଯାଏ। ଚିନ୍ତା କରି ଟିକେ କଥା ହବ କହି। ସତରେ କଣ ତମେ ଦ୍ୱିତୀୟ ବାହାଘର ପରେ ମତେ ଭୁଲିଗଲ? କାହିଁ ମୋ ସାଙ୍ଗରେ ଦିନେ ବି ତମେ ପଦଟିଏ କଥା ହେଲନି। ମୁଁ ଯଦି ଏଇଠି ବଞ୍ଚିଛି ଖାଲି ତମରି ପାଇଁ। ତମ ମୁହଁ ଚାହିଁ ମୁଁ ଏଇଠି ପଡି ରହିଛି। ଛି ଛି, ତମେ ପାଗେଳିଟା। ଏ ମା କଥାରେ ବାଧ୍ୟ ହୋଇ ସିନା ଭାଉଜଙ୍କୁ ବାହା ହେଲେ, ହେଲେ ତମେ ହିଁ ସବୁଦିନ ମୋ ହୃଦୟରେ ରହିବ। ଆଉ ତମେ ହିଁ ହେଉଛ ମୋର ପ୍ରକୃତ ସ୍ତ୍ରୀ। ରାନୀ ଆଉ ପିଣ୍ଟୁ ଏମିତି କଥା ହଉଥିବା ସମୟରେ ମିତା ଛୁପିକି ସବୁ କଥା ଶୁଣିନିଏ। ୟା ପରେ ଯାଇ ପହଞ୍ଚିଯାଏ ଶାଶୁ ପାଖରେ। ଅଦକ୍ଷିଣୀ ଡାହାଣୀଟା ପିଣ୍ଟୁ ଉପରେ କଣ ଯାଦୁ କରିଛି ଯେ କେଜାଣି? ପିଣ୍ଟୁ ତ ମୋ କଥା ଟିକେ ହେଲେ ଶୁଣୁନାହାନ୍ତି, ମୋର ଭଲ ମନ୍ଦ ବି ବୁଝୁନାହାନ୍ତି। ମତେ ତ ଲାଗୁଛି ଏ ପିଲା ଦୁନିଆକୁ ନ ଆସୁ କହି ସେ ଚାହୁଁଛନ୍ତି। ଆଉ ରାନୀ ବି ମୋ ପିଲାକୁ କ୍ଷତି ପହଞ୍ଚେଇବାକୁ ଚାହୁଁଛି। ଆରେ ମୁଁ ବଞ୍ଚି ଥାଉ ଥାଉ ପୁଣି ଏତେ କଥା ହେଇଗଲାଣି ଆଉ ମତେ ଜଣା ନାହିଁ। ମୁଁ ତ ସେ ବାଞ୍ଝକୁ ଆଜି ଏ ଘରୁ ବାହାର କରି ରହିବି। ଚାଲ କୋଉଠି ଅଛି ମତେ ଦେଖା। ୟା ପରେ ଶାନ୍ତି ଦେବୀ ବାହାରକୁ ଯାଇ ରାନୀକୁ ଗୋଟେ ବାଡ଼ିରେ ବହୁତ ପିଟନ୍ତି। ଠିକ୍ ଏତିକି ବେଳେ ପିଣ୍ଟୁ ଆସି ସେଇଠି ପହଞ୍ଚିଯାଏ। ମା, ରହିଯାଅ ମା। ତମେ କଣ ତାକୁ ଆଜି ମାରି ପକେଇବ? ଏମିତି କଣ ପିଟୁଛ? ରହିଯାଅ। ଆଜି ମୁଁ ସବୁ ସମସ୍ୟାର ସମାଧାନ କରିଦେବି। ତମେ ଆଉ ଆଜିଠାରୁ ରାନୀ ଉପରେ କେବେ ହେଲେ ହାତ ଉଠେଇବନି। ଏ ବାଞ୍ଝକୁ ତ ଆଜି ମୁଁ ଏ ଘରୁ ବିଦା କରିବି। ଦେଖୁଛି ଆଜି ମତେ କିଏ ଅଟକେଇବ। ମା, ବାଞ୍ଝ ରାନୀ ନୁହଁ, ବରଂ ତମ ପୁଅର ଦୋଷ ରହିଛି। ତମେ ସବୁବେଳେ ରାନୀକୁ ବାଞ୍ଝ ବାଞ୍ଝ କହୁଥିଲ ନା, ସେଇଥିପାଇଁ ମୁଁ ଡାକ୍ତରଙ୍କ ପାଖକୁ ଯାଇଥିଲି ଆଉ ମୋର ସବୁ ଟେଷ୍ଟ କରେଇଲି। ହେଲେ ଜାଣିଲା ବେଳକୁ ମୋର ହିଁ ଦୋଷ ରହିଛି। ସେଇଥିପାଇଁ ରାନୀ ମା ବନି ପାରିଲେନି। ଗୋଟେ ନାରୀ ଯଦି ମା ବନି ପାରିନାହିଁ, ତା ମାନେ ନୁହଁ ଯେ ତାର ହିଁ ଭୁଲ ଅଛି। ହୁଏତ ସେ ପୁରୁଷର ବି ଭୁଲ ଥାଇପାରେ। ଏ କଥା ତମେ ମାନେ ଆଉ କେବେ ବୁଝିବ? ଏବେ ତ ଜାଣିବ ଦୋଷ ମୋର। ମତେ ବି ସେମିତି ପିଟ ଆଉ ଏ ଘରୁ ବାହାର କରିଦିଅ। ନା ନା ରେ ପୁଅ, ମୋର ବହୁତ ବଡ ଭୁଲ ହେଇଗଲା। ମୁଁ ସବୁ କିଛି କଥା ନ ଜାଣି ରାନୀ ଉପରେ ବହୁତ ଅତ୍ୟାଚାର କରିଛି। ପୁଅରେ ମତେ କ୍ଷମା କରିଦେ। ପିଣ୍ଟୁର କଥା ଶୁଣିବା ପରେ ଭାଉଜ ମିତା ବି ନିଜର ଭୁଲ ଭଲ ଭାବରେ ବୁଝିପାରିଥାଏ। ୟା ପରେ ଶାଶୁ ରାନୀକୁ ଭଲ ପାଇବାକୁ ଲାଗିଲେ। ସାଙ୍ଗମାନେ, ଆଜିର କାହାଣୀ ଏଇଠି ହେଲା ଶେଷ। ଯଦି ଆପଣମାନଙ୍କୁ କାହାଣୀଟି ପସନ୍ଦ ଆସିଛି ତ ଭିଡ଼ିଓରେ ଲାଇକ୍ କରିବା ସହିତ କମେଣ୍ଟ ବି କରିଦେବେ।